ହୀରାକୁଦ ବନ୍ଧ ବିଷୟରେ 1946 ମସିହାରେ ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ତାର ଠିକ୍ 2 ବର୍ଷ ପରେ ଅର୍ଥାତ୍ 1948ରୁ ଏହାର ଜୋରଦାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା। ଦୀର୍ଘ ବର୍ଷର କଠିନ ପରିଶ୍ରମ ପରେ ଶେଷରେ 13 ଜାନୁଆରୀ 1957ରେ ଉଦ୍ଘାଟନ ହୋଇଥିଲା। ଏହି ଜଳଭଣ୍ଡାରର ଆକାର ଉପରେ ଟିକେ ଧ୍ୟାନ ଦିଅନ୍ତୁ। ଏହା କଳ୍ପନା ବାହାରେ। ସମ୍ପୂର୍ଣ୍ଣ ଜଳସ୍ତର ସମୟରେ ଏହାର କ୍ଷେତ୍ରଫଳ ପ୍ରାୟ 740ରୁ 746 ବର୍ଗ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଯାଏ। ଆଉ ଯଦି ଆମେ ଏହାର ତଟରେଖା ବା କୂଳ ବିଷୟରେ କଥା ହେବା, ଏହା ହେଉଛି 640 କିଲୋମିଟରରୁ ବି ଅଧିକ। ଏକ କୃତ୍ରିମ ହ୍ରଦ ପାଇଁ ଏତେ ବିଶାଳ ଅଞ୍ଚଳ ସୃଷ୍ଟି କରିବା ସତରେ ମଣିଷର ଇଞ୍ଜିନିୟରିଂ ଦକ୍ଷତାର ଏକ ଅଦ୍ଭୁତ ନିଦର୍ଶନ। ଏବଂ ଏହି ବିପୁଳ ଆକାରର ଏକ ସିଧାସଳଖ ଫଳାଫଳ ହେଉଛି 8.1 ବିଲିୟନ ଘନମିଟରର ଜଳଧାରଣ କ୍ଷମତା। ଏବେ ଏତେ ପରିମାଣର ପାଣି ଜମା କରି ରଖିବାର ମୁଖ୍ୟ ଉଦ୍ଦେଶ୍ୟଗୁଡ଼ିକ କ'ଣ? ପ୍ରକୃତରେ ଏହା ହେଉଛି ସେହି ଅଞ୍ଚଳ ପାଇଁ ଏକ ସଞ୍ଜୀବନୀ। ପ୍ରଥମତଃ ଏହା ମହାନଦୀ ତ୍ରିକୋଣଭୂମି ଅଞ୍ଚଳରେ ହେଉଥିବା ଭୟଙ୍କର ବନ୍ୟାକୁ ସଫଳତାର ସହ ନିୟନ୍ତ୍ରଣ କରେ। ଦ୍ୱିତୀୟରେ ପଶ୍ଚିମ ଓଡ଼ିଶାର ଏକ ବିରାଟ ଅଞ୍ଚଳକୁ ଚାଷ ପାଇଁ ନିରନ୍ତର ଜଳସେଚନ ଯୋଗାଏ। ଏହାଛଡ଼ା ଜଳବିଦ୍ୟୁତ୍ ଉତ୍ପାଦନ ଏବଂ ଶିଳ୍ପ ତଥା ଦୈନନ୍ଦିନ ଘରୋଇ ବ୍ୟବହାର ପାଇଁ ପାଣି ଯୋଗାଇବା ମଧ୍ୟ ଏହାର ପ୍ରମୁଖ କାମ।